ମାଥିବ 8 ଅଧ୍ୟାୟ ତୃତୀୟ ଭାଗ ପ୍ରଭୁ 28 ରୁ ପଢାହେଇଛି। ଏ ଗେରାସିନୀୟ ଜାଗାରେ ପ୍ରଭୁ ଭୂତ ଲାଗିଥିବା ଲୋକମାନଙ୍କୁ କେମିତି ତୁମେ ସୁସ୍ଥ କରିଛ। ମନୁଷ୍ୟର କେତେ ଭ୍ୟାଲ୍ୟୁ ଅଛି ପ୍ରଭୁ, ଜନ୍ତୁ ମାନଙ୍କ ଠାରୁ ମନୁଷ୍ୟ ମାନେ ତୁମେ କେତେ ପ୍ରେମ କରୁଅଛ, ସେଥିପାଇଁ ତୁମକୁ ଧନ୍ୟବାଦ କରୁଅଛି ବାପା। ଏ ପାଠରେ ଟିକେ ତୁମେ ଭାଗ ଆମେ ସମସ୍ତେ ପଢିଛୁ, ବୁଝିପାରିବୁ ପ୍ରଭୁ, ବାକ୍ୟାଂଶ ଜୀବନ କାଟିପାରିବୁ ଆଉ ତୁମେ आशीर्वाद करो यीशु को बहुमय नाम प्रार्थना मांगुछु पिता, आमेन आमेन आमेन। एटी ଆମେ ଏ ଜାଗାରେ ଦେଖୁଛୁ ଏ ଅଧ୍ୟାୟରେ କେତେଟା ପାର୍ଟସ ଅଛି, ଭେରି ଭେରି ଇମ୍ପୋର୍ଟାଣ୍ଟ। ଆମେ ଲାଷ୍ଟ ଟାଇମ ଡିସ୍କସନ କରିଛେ 8 ଅଧ୍ୟାୟ କଣ 5, 6, 7, 3 ଅଧ୍ୟାୟ ପାର୍ବତୀୟ ଉପଦେଶ। ପର୍ବତରୁ ଯୀଶୁ ବାପା ଓହ୍ଲିକି ତଳକୁ ଆସିଲା ପରେ ଶିଷ୍ୟ ମାନଙ୍କୁ କହିଲେ, ଫର୍ଷ୍ଟ ଗୋଟେ କୁଷ୍ଠ ରୋଗୀ ଆସିଲେ ତାକୁ ସୁସ୍ଥ କଲେ। ତାପରେ ଆମେ ଦେଖିଲୁ 8ର ସେଟା 1ରୁ 4 ପର୍ଯ୍ୟନ୍ତ। ତାପରେ ସତ ସେନାପତି ଆସିଲେ ତାଙ୍କର ଦାସଙ୍କ ପାଇଁ, ତାଙ୍କର ଦାସ କାମ କରିବା ଲୋକଙ୍କ ପାଇଁ ପ୍ରେ ରିକ୍ୱେଷ୍ଟ ମାଗିବା ପାଇଁ, ତାଙ୍କୁ ସୁସ୍ଥତା ପାଇଁ ଆସିଲେ। ସେଇଟା ବି ତାଙ୍କେ ସୁସ୍ଥ କଲେ। ଏଇଟା ମାମୁଲି କଥା ନାହିଁ। 8ର 5ରୁ 13 ପର୍ଯ୍ୟନ୍ତ କେମିତି ସୁସ୍ଥ ପାଇଛନ୍ତି ଆମେ ଶୁଣିଛୁ। ତାପରେ 14ରୁ ପିତରଙ୍କ ଘରେ ତାଙ୍କର ଶାଶୁ ମା ଜ୍ୱରରେ ପୀଡିତ ହେଇଥିଲେ, ପ୍ରଭୁ କେମିତି ଯାଇକି ସୁସ୍ଥ କଲେ। ତାପରେ ପ୍ରଭୁଙ୍କ ସେବାରେ ତାଙ୍କେ ଲାଗିଗଲେ। ଆଉ ଏମିତି ତାପରେ 23ରୁ 27 ପର୍ଯ୍ୟନ୍ତ ଶିଷ୍ୟ ମାନେ କେମିତି ଡଙ୍ଗାରେ ଯାଉଥିବା ସମୟରେ ଡଙ୍ଗା ବୁଡି ଯାଉଥିଲା, ତୁଫାନ ଆସିଥିଲା। ସେଇ ଟାଇମରେ ତାଙ୍କେ ଡରିଗଲେ, ଆମେ ମରି ଯାଉଛୁ ପ୍ରଭୁ, ମରି ଯାଉଛୁ। ପ୍ରଭୁ କେମିତି ତାଙ୍କୁ ଭୟ କର ନାହିଁ, ମୁଁ ତମ ସାଙ୍ଗେ ଅଛି ନା ପ୍ରଭୁ କହିଥିଲେ। ଏ ସବୁରେ ଆମେ କଣ ଦେଖୁଛୁ, ଏ ଗୋଟେ ଅଧ୍ୟାୟରେ ବହୁତ ଇମ୍ପୋର୍ଟାଣ୍ଟ ବିଷୟ। ଆଉ ଲାଷ୍ଟ 28 to 34 ବି ଗୋଟେ ବିଷୟ ଲେଖା ହେଇଛି। ଏଇଟା କଣ, ଭୂତଗ୍ରସ୍ତ ଲାଗିଥିବା ଲୋକଙ୍କୁ କେମିତି ପ୍ରଭୁ ସୁସ୍ଥ କଲେ। 2 ଜଣଙ୍କୁ ଲେଖା ହେଇଛି। ଏଇ ଷ୍ଟୋରି ଏଟା ଏଇଠି ଟିକେ ଗାଇଡଲାଇନ୍ସ ଏଇଠି ଦିଆଯାଇଛି। ମାତ୍ର ମାର୍କ 5 ଅଧ୍ୟାୟରେ ପୁରା ପ୍ରାଞ୍ଜଳ ଭାବରେ ଦିଆଯାଇଛି। କେମିତି ସେ ସୁସ୍ଥ ହେଲେ, କେମିତି ସେ ଭୂତକୁ ପ୍ରଭୁ ଛଡେଇଲେ, କଣ ପାଇଁ ସେ ଜାଗାକୁ ଆସିଲେ, ସେ ସବୁ ଲେଖା ହେଇଛି। ମାତ୍ର ଏଇଠି କଣ କେମିତି ଲେଖା ହେଇଛି ସେମିତି ଆମେ ଡିସ୍କସନ କରିବା। 8ର 28ରେ ପରେ ସେ ପାରିରେ ଗାଦରୀୟ ମାନଙ୍କ ଅଞ୍ଚଳ ସେ ସମୁଦ୍ର କୂଳ ସେଟା, ସେ ଜାଗାରେ ଗାଦରୀୟ ମାନେ ଗୋଟେ ଲୋକମାନେ ଜାତି ଲୋକମାନେ ରହୁଥିଲେ। ସେ ଜାଗାକୁ ପ୍ରଭୁ ଗଲା ସମୟରେ 2 ଜଣ ଭୂତ ଲାଗିଥିବା ଲୋକମାନେ ଆସିକି କୋଉଠି ସମାଧି ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ଗାଁ ଏଣ୍ଟ୍ରାନ୍ସରେ ଏକ ସମାଧି ସ୍ଥାନ ଥିବ ନା ନାହିଁ? ପ୍ରାୟ କୋଉ ଗାଁ ଆମେ ଜାଣିଛୁ ଗାଁ ଏଣ୍ଟ୍ରାନ୍ସରେ ଏକ ସମାଧି ଯାକ ଥିବ, ନହେଲେ ଗାଁ ଏଣ୍ଡିଂରେ ଥିବ। ସେ ସମାଧି ଜାଗାରେ ପ୍ରଭୁ ସେ ଗାଁକୁ ଆସୁଛନ୍ତି, ସମାଧି ଡେଇଁକି ଆସୁଛନ୍ତି। ସେ ସମାଧି ଜାଗାକୁ ଆସିଲା ସମୟରେ 2 ଜଣ ସେ ସମାଧିରୁ ବାହାରିକି ହେଇକି ଆସୁଛନ୍ତି। ଭୂତ ଲାଗିଥିବା ଲୋକମାନେ କୋଉଠି ବୁଲୁଛନ୍ତି? ସମାଧି ଜାଗାରେ। କାହିଁକି ବୁଲୁଛନ୍ତି ସମାଧି ଜାଗାରେ? ଏବେ ଭୂତ ଲାଗିଥିବା ଲୋକମାନେ କଣ, ସିଟିରେ ଗାଁରେ କେତେ ଭୂତ ଲାଗିଛି ନା? ମଦ୍ୟପାନ ଗୋଟେ ଭୂତ। ଗାଁରେ କଣ ଗୋଟେ ବଡ ବଡ ସିଟିରେ ନଗରରେ ମଦ୍ୟପାନ ପିଉଛନ୍ତି, ଏଇଟା ବି ଗୋଟେ ଭୂତ। ଆମେ କଣ ଭୂତ ଲାଗିଛି ବୋଲେ ଏମିତି ବାଳକୁ କାଢିକି ସେ ଏମିତି ଆଖି ଏମିତି ଦେଖେଇଲେ ସେ ଭୂତ ଲାଗିଛି କି? ମଦ୍ୟପାନ ପିଇବା ଲୋକ ବି ଗୋଟେ ଭୂତ। ବ୍ୟଭିଚାର କାମ କରିବା ଲୋକ ବି ସେଠି ଗୋଟେ ଭୂତ। ମାମୁଲି ନାହିଁ, ଏଇଟା ଶୈତାନ ନା। ଶୈତାନ ତାଙ୍କ ଭିତରେ ରହିକି କାର୍ଯ୍ୟ କରୁଛି ନା। ଲାଞ୍ଚ ନେବା ବି ଗୋଟେ ଭୂତ ଲାଗିଛି।
ମିଛ କହିବା ଲୋକମାନେ ଭୂତ, ଶୈତାନର ସେଟା ସେ ସବୁ ଶୈତାନର, ଚୋରି କରିବା ଲୋକମାନେ ବି ଶୈତାନର ଗୋଟେ ଭୂତ। ଏ କେତେ ପ୍ରକାର ଭୂତ ମାନେ ଅଛନ୍ତି, ଆରାମରେ ନଗର ସହରରେ ବୁଲୁଛନ୍ତି, କିଛି ଭୟ ନାହିଁ। ଏ ମାତ୍ର 2 ଜଣ ଭୂତ ଲାଗିଛି କୋଉଠି ସମାଧିରେ ବୁଲୁଛନ୍ତି, ଗାଁରେ ନାହିଁ। ଏ ଲୋକମାନେ ଭୟଙ୍କର ଲୋକମାନେ ଗାଁରେ ଯଦି ବୁଲୁଥିବେ ବୋଲେ ଲୋକମାନେ ପଥରେ ମାରୁଛନ୍ତି ବୋଧେ। ମଦ ପିଇବା ଲୋକମାନେ କିଏ ପଥରେ ମାରୁନାହାନ୍ତି, ସେ ମଦ ପିଇକି ଆସିକି ସିଏ ମାରିବ। ବ୍ୟଭିଚାର କାମ କରିବା ଲୋକଙ୍କୁ କିଏ ପଥରେ ମାରୁନାହାନ୍ତି, ଖରାପ କାମ କରିବା ଲୋକଙ୍କୁ ସେ କିଏ ମାରୁନାହାନ୍ତି। ମାତ୍ର ଏଇ ଭୂତ ଲାଗିଛି ଏମିତି ଆମକୁ ଗାଁରେ ନାହିଁ, ସମାଧିରେ ବୁଲୁଛନ୍ତି, ସମାଧିରୁ ବାହାରିକି ହେଇକି ଆସିଛନ୍ତି। ହେଲେ ଏଇ ଜାଗାରେ ଅଞ୍ଚଳରେ ସେ ଉପସ୍ଥିତ ହୁଅନ୍ତେ 2 ଜଣ ଭୂତଗ୍ରସ୍ତ ସମାଧି ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ ଏତେ ଭୟଙ୍କର ଭୂତ ଲାଗିଛି ତାଙ୍କର, ସେହି ବାଟ ଦେଇ କେହି ଯିବା ଆସିବା କରିପାରୁନଥିଲେ। ଏତେ ଭୟଙ୍କର ଲୋକ ଥିଲେ ଯେ ସେ ସମାଧି ଗ୍ରସ୍ତରେ ବୁଲୁଛନ୍ତି। ସେ 2ଟା ଭୂତ ଲାଗିଥିବା ଲୋକମାନେ ଯୋଉଠି ଅଛନ୍ତି ସେ ଜାଗାରୁ କିଏ ବି ଯାଉନଥିଲେ, ଦେଖିଲେ ଆଟାକ କରୁଛନ୍ତି ବୋଧେ। ସେ ଭୂତ ଲାଗିଥିବା ଲୋକମାନେ ଲୋକଙ୍କୁ ଦେଖିଲେ ଆଟାକ କରୁଛନ୍ତି ବୋଧେ, ସେ ଜାଗାରେ କିଏ ବି ଯାଇପାରୁନଥିଲେ। ଏତେ ଧୂର୍ତ୍ତ ଭୟଙ୍କର ଲୋକ ଥିଲେ। ଆଉ ଦେଖ ସେମାନେ ଚିତ୍କାର କରି କହିଲେ, ହେ ଈଶ୍ୱରଙ୍କ ପୁତ୍ର, ତୁମେ ସାଙ୍ଗରେ ଆମ୍ଭ ମାନଙ୍କର କଣ ଅଛି? ସେ ଜାଗାରେ ଯୋଉଠି ସେ ଭୂତ ମାନେ ରହୁଛନ୍ତି ସମାଧି ଜାଗାରେ କିଏ ବି ଆସିପାରୁନଥିଲେ, ଡରୁଥିଲେ। ମାତ୍ର ଯୀଶୁ ବାପା ସେ ଅଞ୍ଚଳକୁ ଆସିବା ପୂର୍ବରୁ ସେ ସମାଧି ଦେଇକି ଯାଉଛନ୍ତି ନା, ଆରାମରେ ଯୀଶୁ ବାପା ଗଲା ସମୟରେ ସେମାନେ ଚିହ୍ନିଦେଲେ ଯୀଶୁଙ୍କୁ, କହୁଛନ୍ତି ଈଶ୍ୱରଙ୍କ ପୁତ୍ର। ଭୂତ ମାନେ ଚିହ୍ନୁଛନ୍ତି ପ୍ରଭୁଙ୍କୁ ଭଲ କି, ମାତ୍ର ମନୁଷ୍ୟ ମାନେ ଏଟା ଚିହ୍ନୁ ନାହାନ୍ତି। ଏତେ ଅନୁଗ୍ରହ ପ୍ରଭୁ ଆମକୁ ଡାଲିଲେ ବି, ଏତେ ପ୍ରେମ ଆମକୁ ପ୍ରଭୁ କଲେ ବି ମନୁଷ୍ୟ ମାନେ ଚିହ୍ନୁ ନାହାନ୍ତି। ଭୂତ ଲାଗିଥିବା ଲୋକମାନେ ଚିହ୍ନୁଛନ୍ତି ଯୀଶୁଙ୍କୁ, ଦେଖି ଦେଖୁ ଚିହ୍ନିଦେଲେ। ପାଣିରେ ଚାଲିକି ଆସିବା ଯୀଶୁଙ୍କୁ ପିତର ଏକା ଚିହ୍ନି ପାରୁନଥିଲା, ଏ ଭୂତ 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 ବୋଲି କହିଲା। ମାତ୍ର ଭୂତ ଲାଗିଥିବା ଲୋକମାନେ ଯୀଶୁଙ୍କୁ ଭଲ ଭାବରେ ଚିହ୍ନିଲେ। ହେ ଈଶ୍ୱରଙ୍କ ପୁତ୍ର ବୋଲି ଡାକିଲେ ତାଙ୍କୁ। ଆଉ ତୁମ ସାଙ୍ଗରେ ଆମ ମାନଙ୍କର କଣ ଅଛି? କଣ ପାଇଁ ଆସିଛ? ଆମ ସାଙ୍ଗରେ କଣ ତୁମର ଅଛି? ସମୟ ନ ହେଉଣୁ ତୁମେ କି ଆମ୍ଭ ମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ? ସମୟ ନ ହେଉଣୁ, ସମୟ ହେଇନି, ତୁମେ କାହିଁକି ଆମ ପାଖକୁ ଆସିଛ? ଆମକୁ କଷ୍ଟ ଦେବା ପାଇଁ ଆସିଛ କି? ଯନ୍ତ୍ରଣା ଦେବା ପାଇଁ ଆସିଛ କି? ଆମେ ମରିବାର ସମୟ ହେଇନି, କାହିଁକି ତୁମେ ଆମ ପାଖକୁ ଆସିଛ ବୋଲି ପଚାରୁଛନ୍ତି। ଯୀଶୁଙ୍କୁ ଏକା କ୍ୱେଶ୍ଚନ ପଚାରୁଛନ୍ତି। ଆଉ ଲୋକମାନେ କ୍ୱେଶ୍ଚନ ପଚାରିବେ କି ଡାଇରେକ୍ଟ ଆଟାକ କରିବେ, ସେଥିପାଇଁ ଲୋକମାନେ ଡରି ଯାଉଥିଲେ। ଆଉ ସେମାନଙ୍କ ଠାରୁ ଦୂରରେ ଗୋଟିଏ ବଡ ଘୁଷୁରୀ ପୋଲ ଚଳୁଥିଲା। ସେ ମାର୍କ 5 ଅଧ୍ୟାୟ ଲେଖା ହେଇଛି 2000 ଘୁଷୁରୀ ସେଇଠି ଥିଲେ ବି। କେତେ ହଜାର? 2000 ଘୁଷୁରୀ ସେଇଠି ଚଳୁଥିଲେ। 2000 ଘୁଷୁରୀ। ଏ ପାହାଡ ଅଛି ନା, ପାହାଡ ସେପଟ ସାଇଡ ସମୁଦ୍ର, ଏପଟ ସାଇଡ ଘୁଷୁରୀ ମାନେ। କେବେ ଆଙ୍କେ ସେ ଜାଗାକୁ ଗଲେ ଯୀଶୁ ବାବା, ସେ କହିଲେ କି ଆମକୁ ସମୟ ହେଲେ ହେଇନି, କାହିଁକି କଷ୍ଟ ଦେବା ପାଇଁ ତୁମେ ଆସିଛ କି? ମାତ୍ର କଷ୍ଟ ଦେବା ପାଇଁ ନାହିଁ, ସମସ୍ତଙ୍କୁ ଆଶୀର୍ବାଦ କରିବା ପାଇଁ ଆସିଛ। ସମସ୍ତଙ୍କର ସବୁ ବିଷୟ ଭଲ ଏକ। ମାତ୍ର ଏଇ ଭୂତ ଲାଗିଥିବା ଲୋକ ତାଙ୍କୁ ପଚାରିଲେ ତୁମେ କଣ ପାଇଁ ଆସିଛ?
प्रभु कहे कौन पे आश्चर्य प्रभु ए जगह को चाली चाली की पार्वती उपदेश शरीर से गदरिया जगह को सुसमाचार प्रचार करने ए भूत लगी लोक को सुस्थता करने आउ एली पचार घुषुरी चलुंट से भूत गुड़ाक ताहां विनती कर लगे जेबे आम मान छड़ाओ तेबे घुषुरी पर भीतर को पठाई दियो। भूत गुड़ाक ताहां विनती कर लगे किए भूत माने जीसु को विनती करुछंदी, जीसु को रिक्वेस्ट करुछंदी आमको कष्ट देव नहीं कहीं जानी गले ए जीसु आसिछंदी बेले ईश्वर को पुत्र आमको एटो कहबे को मनुष्य भीतर पठेबे ना जीसु बाबा आमको मारिदेवे डरिकी कहले कि आमको किछि करिवो नहीं मात्र पाखरे थिबा घुषुरी भीतर आमको पठेई दियो। एबे जीसु बाबा कहिसंदी ए भूत माने केबे घुषुरी भीतर जीवे घुषुरी माने रहिबे कि पेला पेली कि दौड़ी दौड़ी कहीं भूत आसुचंदी देखी दउछंदी आत्मा मान को भूत मान को देखिबे जंतु माने जानछंदी ना कुकुर भी देखिबो आत्मा मान को जंतु माने देखिबे ए केबे भूत माने आसुचंदी तांको भी इच्छा नहीं छी ए भूत आम भीतर आसु घुषुरी माने भी इच्छा करूना देखी घुषुरी माने इच्छा करिबे कि भूत लगे से पलाउछंदी दौड़ी दौड़ी करी पहाड़ चढ़ी तल को आसला समय पेला पेली गोसाई समुद्र भीतर को जाइकी पेला पेली होउछंदी मात्र से भूत आम भीतर को न आसु से भूत आम भीतर को न आसु ए जानी पर भी कहती किए भी भूत को पसंद करिबो कि ना भूत को किए भी पसंद करिबे घुषुरी भीतर पठे दियो से कहले जाओ से बाहरी घुषुरी गुड़ा को भीतर पशिले आउ देख पल जाक अति बेगरे दौड़ी जाई तीक्ष्ण स्थान दे समुद्र पड़े बुढ़ी मले ए घुषुरी पल केबे भूत माने आसुचंदी से मनुष्य टारू ए घुषुरी पल कौन कहते पेला पेली कि दौड़ी दौड़ी जाऊंगी जाइए समुद्र भीतर घुषुरी की रही मरी गले पेला पेली गले फ्रेश हो गले डर कि से भूत मैंने आम पाखक आसी जी आम मरी जीवु मात्र से भूत मैंने आम भीतर न आस जंतु माने भी इच्छा करना मात्र एबे ए दुनिया रे मनुष्य माने का इच्छा अनुसार जीवन जन को जन देखिकी सेमिति जीवन काटिछन तहिरे किछि आशीर्वाद नहीं आमे प्रभु को पिया में प्रभु महिमा पाइबार अछि आम जीवन द्वारा भूत मान को रखिबार नहीं घुषुरी माने भूत मान को इच्छा कर नथिले मरी जीवु मात्र से भूत आम दरकार नहीं पेला पेली मरी गले एटी टिके मु रखुची एठी आमे कौन देखुची भूत माने आसिकी प्रभु को रिक्वेस्ट करिसंती प्रभु हमको मार नहीं से भीतर को पलाइबा पे आज्ञा दियंतु गोटे मनुष्यर वैल्यू केते 2000 घुषुरी मरी गले भी चलिब प्रभु दृष्टि कहीं जंतुर आत्मा नहीं जंतुर परमात्मा नहीं आत्मा पवित्र आत्मा नहीं से समस्त मरी गले भी चलिब घुषुरी भितर भी पलाइबा पे प्रभु आज्ञा दे देछन्ति मनुष्य मात्र बंचे देछ गोटे गोटे मनुष्यर वैल्यू केते अछि आमे निजे आमे जानिबार अछि हमर वैल्यू केते आमे कोन पे जन्म प्रभु करिसन्ति
ए दुनिया रे काहेकि हमको रखिछंती तांकर परिचय काहेकि देइछंती को उद्देश्य रे प्रभु हमको ए पृथ्वी को पठेइछंती हम इच्छा अनुसार जीवन काटिबार नाही केते जन मद पीकी बे गुटे गुट लागिछि ना मद पीकी ए साराम करंती ए शरीर रे व्यभिचार काम करंती ए शरीर रे चोरी काम बे कहनी केते प्रकार मंद अभ्यास जाक रखिथिबे प्रभु को पिला हेकी भी एटा आम शरीर द्वारा प्रभु को महिमा हब नहीं प्रभु आमको ए शरीर देइछंती ए शरीर द्वारा प्रभु को महिमा करिबा पय गोटे पद पढ़िबा ए शरीर कौन पाए प्रथम करंती 3:16 से दिन गीता पढ़ी प्रथम करंती 3:16-17 तुम्हें माने कि जानो नहीं जे तुम्हें माने ईश्वर मंदिर आउ ईश्वर आत्मा तुम मान अंतर रे बास करती जदि कौन लोक ईश्वर मंदिर को नष्ट करे तेबे ईश्वर ताकू नष्ट करिवे कारण ईश्वर मंदिर पवित्र से मंदिर तुम्हें माने आमेन आमेन तुम्हें माने जानो नहीं कि पचारिछंती प्रभु पाउल पचारिछंती करंती मंडल को आमको भी पचारिछंती तुम्हें माने जानी ना हो तुम्हें माने ईश्वर मंदिर आम्भे माने होचु ईश्वर मंदिर आम भितर ईश्वर बास करबा पे इच्छा करूछंती ईश्वर आत्मा तुम मान अंतर रे बास करंती ईश्वर आत्मा आम भितर बास करिवो जदि ये शरीर को जदि आमे ए मंदिर को नष्ट करिबा प्रभु आम जीवन को नष्ट करदेबे ए मंदिर आमे पवित्र भाव रे रखिबार अछि केते परमेश्वर से दूत मान को पठे कि घुसुरी माने मरी गले मरु मात्र मनुष्य माने बंचिबार अछि हाँ इबे दुनिया रे केते भूत लागिछि सेमानक पे हमें प्रार्थना करिबा अछि प्रभु को विश्वास करिकि से भूत काम हमें करिवार नाही सीमितारे काहेकि प्रभु हम जीवन को नष्ट करि देबे खराब काम रे हमें खराब अभिलाषा रे खराब अभ्यास रे हमें रहिबार नाही आ गुटे पद पढ़िबा प्रथम करंती 6 अध्याय एटा भी अंडरलाइन करके रखंतु प्रथम करंती 6 अध्याय 9 पद 9-10 अधर्म माने जे ईश्वर राज्यर अधिकारी हेबे नहीं एहा कि तुम्हें मैंने जानो नहीं भ्रांत हुआ नहीं व्यभिचारी की प्रतिमा पूजक की पारदारिक की स्त्रीवत आचारी की मैथुनकारी की चोर की धनलोभी की मतुआल की निंदक की परद्रव्य लुंठनकारी एमाने ईश्वर राज्यर अधिकारी हेबे नहीं को माने ईश्वर राज्य अधिकारी हेबे को माने हेबे नहीं ईश्वर राज्य अधिकार भ्रांत हो नहीं निज को निजे ठक नहीं बेविचारी ईश्वर राज्य अधिकारी हो पारिबे नहीं ईश्वर राज्य जाई पारिबे नहीं प्रतिमा पूजक इवेन जीशुंकर प्रतिमा को पूजा करबा लोक भी मरियम को परे कथा जीशुंको प्रतिमा को पूजा करबा लोक भी ईश्वर राज्य अधिकारी हो पारिबे नहीं पारदारिक कि स्त्रीवत आचार्य व्यभिचार काम बाहागर पूर्व बाहागर परे करे से व्यभिचार बाहागर पूर्व पारदारिक कि मैथुनकारी कि चोर चोरी करबा लोक भी जीवे नहीं धनलोभी धनलोभ सबु प्रकार अनिष्टर कारण धन को लोभ करिकी केते लोक माने केते अन्याय अत्याचार काम करिसंती सेमिति जदि आमे काम करी धन लोभी हेबा ईश्वर को राज्य को आमे जाई परिबा नाही पर द्रव्य लुंठनकारी पर द्रव्य अन्यर संपत्ति को लुंठन कर देउछंती ना कि विधवा मानक घर को लुंठन करिसंती अनाथ मानक घर को लुंठन कर देउछंती सेमिता लोक माने ईश्वर को राज्य अधिकारी हेबे नाही एमाने ईश्वर को राज्य अधिकारी हेबे नाही आउ तुम मानक मध्य केही केही एही प्रकार थिल किंतु
ତୁମ ମାନଙ୍କ ମଧ୍ୟରେ କେହି ଏଇ ପ୍ରକାର ଥିଲ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ଵାରା ତୁମେମାନେ ଦୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ। ଯୀଶୁଙ୍କ ରକ୍ତ ଦ୍ଵାରା ଆମେ ଆମର ଏଇ ସବୁ ପାପରେ ଆମର କିଛି ନଥିଲା କି? ଆଗେ ଥିଲା, ମାତ୍ର ଏବେ ଆମେ ଯୀଶୁଙ୍କ ରକ୍ତରେ ସବୁ ଧୋଇ ହେଇକି ଯୀଶୁଙ୍କ ସନ୍ତାନ ହେଇକି ପାପ ରହିତ ଜୀବନ କାଟୁଛୁ। ଯଦି କଣ ଗୁପ୍ତ ପାପ ଥିବ, ସାଙ୍ଗେ ସାଙ୍ଗେ ଯୀଶୁଙ୍କ ରକ୍ତକୁ ଦାବି କରିକି ସେଇଠୁ ଆମେ ମୁକ୍ତ ପାଇବାର ଅଛି, ନହେଲେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବାନି। ଏସବୁ ପାଉଲ କରନ୍ତୀୟ ମଣ୍ଡଳୀକୁ ଲେଖିଛନ୍ତି। ଏଇଠି ଦିଟା ବୁଥକୁ ସେ ଘୁଷୁରୀ ମାନଙ୍କ ଭିତରକୁ ପଳେଇବା ପାଇଁ କହିଛନ୍ତି, ମାତ୍ର ପ୍ରଭୁ ସେ ମନୁଷ୍ୟ ମାନଙ୍କୁ ଏତେ ପ୍ରେମ କରିଛନ୍ତି। ସେ 2 ଜଣ ମନୁଷ୍ୟ, ମାର୍କ 5 ଅଧ୍ୟାୟରେ ଗୋଟେ ମନୁଷ୍ୟ ବିଷୟରେ ଲେଖା ହେଇଛି। ସେ ଗୋଟେ ହଉ ଦୁଇଟା ହଉ, ପ୍ରଭୁ ଏତେ ଅନୁଗ୍ରହ କରିଛନ୍ତି। ପ୍ରଭୁ ତାକୁ ସେ ମନୁଷ୍ୟ ଆମ ମନୁଷ୍ୟ ମାନଙ୍କୁ କେତେ ପ୍ରେମ କରିଛନ୍ତି ଏଇଟା ଆମକୁ ଦେଖେଇଲେ। ଜନ୍ତୁ ମାନେ 2000 ମରିଗଲେ ବି ପ୍ରଭୁଙ୍କ ଦୃଷ୍ଟି କିଛି କ୍ଷତି ନାହିଁ, ମାତ୍ର ଗୋଟେ ମନୁଷ୍ୟର ଆତ୍ମା ଯଦି ନଷ୍ଟ ହେଇଯିବ, ପ୍ରଭୁ ସେ ରକ୍ତ ବୋହିଛନ୍ତି କ୍ରୁଶ ଉପରେ, ସେଟା ବୃଥା ହେଇଯିବ। ତାପରେ ଆଉ ସେମାନଙ୍କର ଦୂରରେ ଗୋଟେ ବଡ ଘୁଷୁରୀ ପର ଚଳୁଥିଲା। ସେଥିରେ ଭୂତ ଗୁଡାକ ତାହାଙ୍କୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛଡାଅ, ତେବେ ଘୁଷୁରୀ ପର ଭିତରକୁ ପଠାଇ ଦିଅ। ସେ ସେମାନଙ୍କୁ କହିଲେ, ଯା। ସେଥିରେ ସେମାନେ ବାହାରି ଘୁଷୁରୀ ଗୁଡାକ ଭିତରେ ପଶିଲେ। ଆଉ ଦେଖ, ପଲ ଯାକ ଅତି ବେଗରେ ଦୌଡ଼ି ଯାଇ ତୀକ୍ଷ୍ଣ ସ୍ଥାନ ଦେଇ ସମୁଦ୍ରରେ ପଡି ବୁଡି ମଲେ। ଏହା ଭାବନ୍ତୁ, ପଡି ଦେଇଛନ୍ତି। ସେ ସିନ୍ ଟା ଭାବନ୍ତୁ କେତେବେଳେ ଲାଗିବ। ସେ କେବେ ଏମିତି ଅନୁମତି ଦେଲେ ଯୀଶୁ ବାପା, ଛାଅ ଘୁଷୁରୀ ଭିତରକୁ। ହେଲେ ସେ ଘୁଷୁରୀ ପର ଦେଖିଲେ ଭୂତ ମାନଙ୍କୁ ପ୍ରଭୁ ଆଜ୍ଞା ଦେଇଛନ୍ତି, ଆମ ପାଖକୁ ଆସିଛନ୍ତି ବୋଲି ଦୌଡିକି ପାହାଡ ଚଢିକି ପାହାଡ ତଳକୁ ଆସିକି ପେଲା ପେଲି ହେଇକି ସମୁଦ୍ର ଭିତରକୁ ଯାଇକି ବୁଡିଗଲେ, ବୁଡି ମଲେ। କେତେ ଭାବନ୍ତୁ, ଏଇଟା ଆମେ ପଢୁଛୁ, ସେ ସିନ୍ ଟା ଭାବିକି ସେ ଘୁଷୁରୀ ମାନେ ବି ଛି, ଏ ଭୂତ ମାନେ ଆମ ଭିତରେ ନ ଆସୁ। ମନୁଷ୍ୟ ମାନଙ୍କ ଭିତରେ ଏକା ସିଗରେଟ, ମଦ୍ୟ, ବେବିଚାର କାର୍ଯ୍ୟ, ଚୋରି, ଏସବୁ ଜନ୍ତୁ ମାନଙ୍କର ନାଇଁ, ଜାଣିଛ ନା? ସେ ଭୂତ ଜନ୍ତୁ ମାନଙ୍କର ନାଇଁ। କୋଉ ଜନ୍ତୁ ମଦ ପିଉଛି କି? କୋଉ ଜନ୍ତୁ ସିଗରେଟ ଖାଉଛି? କୋଉ ଜନ୍ତୁ ବି ହଉ, ଦେଖନ୍ତୁ, କୋଉ ଜନ୍ତୁ ବି ବାଇକ ରେ, ସ୍କୁଟିରେ କଣ ପେଟ୍ରୋଲ ସେ ଆଗକୁ ବାଇକ ଚାଲୁଛି, ପଛରେ ଧୂଆଁ ଆସୁଛି, ନାଇକି? ଲରିରେ, ସେ ଟ୍ରେନ ରେ ବି ଉପରେ ଧୂଆଁ ଆସୁଛି, ଟ୍ରେନ ଚାଲୁଛି। ମନୁଷ୍ୟ ଟା ଭାବୁଛି, ମୁଁ ଚାଲୁଛି, ମୋ ଭିତରକୁ ଧୂଆଁ କାହିଁକି ଆସୁନି, ନାଇକି? ମୋ ଭିତରକୁ ଧୂଆଁ ଆସିବାର ଅଛି। ଏସବୁ ସିଗରେଟ ପିଇଲେ ଧୂଆଁ ଆସିବାର ଅଛି। ଏସବୁ ଖରାପ ଅଭ୍ୟାସ ଅଛି, ମନୁଷ୍ୟ ମାନଙ୍କ ଅଛି, ଜନ୍ତୁ ମାନଙ୍କ ନାହିଁ। ଏ ଅଭ୍ୟାସ ଯାକ ମନୁଷ୍ୟର ଭ୍ୟାଲ୍ୟୁ ନ ଜାଣିକି ମନୁଷ୍ୟ ସିଗରେଟ ପିଇବା ଲୋକ, ସେ ସିଗରେଟ ପ୍ୟାକେଟ ଉପରେ ଲେଖା ହେଇଛି ଏଇଟା ହାର୍ଟ କୁ ପ୍ରୋବ୍ଲେମ ହବ, ଡେଞ୍ଜରସ୍, ହେଲେ ବି ପ୍ୟାକେଟ କାଢିକି ପୋଡିକି ପିଉଛନ୍ତି। କେତେ ପ୍ରକାର ନିଶା ଜିନିଷ ଯାକ ମନୁଷ୍ୟ ମାନେ, ଜନ୍ତୁ ମାନେ କରୁନାହାନ୍ତି। ଏମିତିରେ ଭୂତ ଜନ୍ତୁ ମାନେ ବି ପସନ୍ଦ କରିବେ ନାହିଁ, ଆମକୁ ଦରକାର ନାହିଁ। ଏଠି କେତେ ବଢିଆ ଲେଖା ଅଛି, ସେ ଘୁଷୁରୀ ମାନେ ବି, ଘୁଷୁରୀ ଏଇଠି ଲେଖିଛନ୍ତି, ଘୁଷୁରୀ, ଗାଈ ନହେଲେ ମେଣ୍ଢା, ଛେଳି କିଛି ଲେଖିନାହାନ୍ତି। ଯଦି ମେଣ୍ଢା, ଛେଳି ସେ ସବୁ ଅଲଗା, ଘୁଷୁରୀ ପଶୁ ତ ଏତେ କାଦୁଆରେ ସେ ରହିକି ଏନ୍ଜୟ କରିବା ପାଇଁ ଇଚ୍ଛା, ସେ ପଶୁ ବି ଇଚ୍ଛା କରିବନି କି ଭୂତ ଆସୁବେ। ସେଥିପାଇଁ ପ୍ରଭୁ ଘୁଷୁରୀ ବି ଲେଖିଛି, ମେଣ୍ଢା, ଛେଳି ଲେଖିଥିଲେ ହେଇଥାନ୍ତା ନା,
ନା ଦେଖିନାହାନ୍ତି। କାହିଁକି ଘୁଷୁରୀ ମାନେ କାଦରେ ଏନ୍ଜୟ କରିବା, ସେ ଜନ୍ତୁ ମାନେ ବି ବୁଦ୍ଧ ମାନଙ୍କୁ ଇଚ୍ଛା କରିବେ ନାହିଁ। ଏତେ ତାଙ୍କର ଭୟ ନା, ଛି ସେମିତି ନାହିଁ, ଆମକୁ ଦରକାର ନାହିଁ ବେ, ସେ ପେଲା ପେଲେଇକି ଆମେ ମରିଯିବୁ, ମାତ୍ର ସେ ବୁଦ୍ଧ ମାନେ ଆମ ଭିତରେ ନ ଆସୁ। ମନୁଷ୍ୟ ମାନେ ମାତ୍ର ଆହା ମରିଯିବ ନାହିଁ, ପଇସା ଦେଇକି ଇନଭାଇଟ୍ କରିଛନ୍ତି, ଆହ୍ୱାନ କରିଛନ୍ତି, ସେ ବୁଦ୍ଧ ମାନଙ୍କୁ ଭିତରେ ରଖିକି ଏନ୍ଜୟ କରିଛନ୍ତି, ଖୁସି ଆନନ୍ଦ ମନାଉଛନ୍ତି। ଏବେ ନାଇଁ କି ବଡ ବଡ ଅଫିସରେ, ବଡ ବଡ ଅଫିସର୍ସ ମାନେ, ମ୍ୟାନେଜର୍ସ ମାନେ ପାର୍ଟି ହେଲେ ମଦ ଥିବାର ଅଛି, ନହେଲେ ଭଲ ନାହିଁ। ଇଭେନ ଖ୍ରୀଷ୍ଟିଆନ ମ୍ୟାରେଜ ରେ ମଦ ଥିବାର ଅଛି, ମଦ ଥିଲେ ଗ୍ରାଣ୍ଡ ପାର୍ଟି ହେଇଛି, ନହେଲେ ନାହିଁ। ଏତେ ନୀଚକୁ ଯୋଉଟା ପରମେଶ୍ୱର ମନା କରିଛନ୍ତି ସେଇଟା, ଏତେ ନୀଚକୁ ପଳେଇଛନ୍ତି ମନୁଷ୍ୟ ମାନେ। ତାପରେ 33 ପୁଣି ଚରାଉଥିବା ଲୋକମାନେ ପଳାଇ ଗଲେ। ଏସବୁ ଘଟଣାକୁ ଦେଖିକି ସେ ଅଞ୍ଚଳରେ ସେଇ ଲୋକମାନେ ଯୋଉ ଚରାଉଛନ୍ତି ଘୁଷୁରୀ ମାନଙ୍କୁ ସେପାରେଟ ହେଇକି ରହିଛନ୍ତି, ସେ ଲୋକମାନେ ସବୁ ଦେଖିଲେ ଭାବିଲେ ଏତେ ଲୋକ ଘୁଷୁରୀ ମାନେ ମରିଗଲେ। ଗୋଟେ ଗୋଟେ ଘୁଷୁରୀର ଭ୍ୟାଲ୍ୟୁ କେତେ ଜାଣିଛନ୍ତି ନା? ଆମେ ଏ ଦୁନିଆ ହିସାବରେ ଦାମ ଦେଖିବା, ମନୁଷ୍ୟର ଭ୍ୟାଲ୍ୟୁ ତ ପୁରା ଅଧିକ ଆମେ କାଉଣ୍ଟ କରିପାରିବାନି। ମାତ୍ର ଘୁଷୁରୀର, ଏବେ ଘୁଷୁରୀ ମାଂସ ବି ଖାଉଛନ୍ତି ନା, ଘୁଷୁରୀର ରକ୍ତ ବି ପିଉଛନ୍ତି ନା, ଫ୍ରାଏ କରିକି ଖାଉଛନ୍ତି, ମାତ୍ର ରକ୍ତ ଆମେ ପିଇବାର ନାହିଁ। ପ୍ରଭୁଙ୍କ ପିଲାମାନେ ରକ୍ତକୁ ଖାଇବାର ନାହିଁ, ପିଇବାର ନାହିଁ। ଏଇଟା ବାକ୍ୟରେ ପୁରା କ୍ଲିୟର କଟ୍ ଲେଖିଛନ୍ତି ପ୍ରଭୁ। ରକ୍ତ ପ୍ରାଣ, ରକ୍ତକୁ ପିଇବାର ନାହିଁ। ଘୁଷୁରୀ ମାନେ ବି ବହୁତ କଷ୍ଟଲି ନା, 2000 ଘୁଷୁରୀ ମରିଯାଇଛନ୍ତି ବେଳେ ସେଇ ଚରାଉଥିବା ଲୋକମାନଙ୍କର କେତେ ନଷ୍ଟ ହେଇଯାଇଛି ନା, ମାତ୍ର ପ୍ରଭୁଙ୍କୁ କିଛି ଚିନ୍ତା ନାହିଁ। କାହିଁକି ନଷ୍ଟ ହେଇଗଲେ କଣ ହେଲା, ତାଙ୍କର ବିଜନେସ ଖରାପ ହେଲେ କଣ ହେଲା, ମାତ୍ର 2ଟା ମନୁଷ୍ୟ ଜୀବନ ବଞ୍ଚି। ମାତ୍ର ଏ ଲୋକମାନଙ୍କ ରାଗ ଆସିବ ନା ନାହିଁ, କ୍ରୋଧ ଆସିଥିବ ନା ନାହିଁ, ଯୀଶୁ ଆସିଲେ ଆମର ପୁରା ଜନ୍ତୁ ମାନେ ପୁରା ମରିଗଲେ। କେତେ ରାଗିଥିବେ ସେ ଲୋକମାନେ। ଚରାଉଥିବା ଲୋକମାନେ ପଳାଇ ଗଲେ ଏବଂ ନଗରକୁ ଯାଇ ସମସ୍ତ ବୃତ୍ତାନ୍ତ ଓ ଭୂତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା ସେଇ ସବୁ ନଗରରେ ଯାଇକି କହିଲେ। ଆଉ ଦେଖ, ନଗରର ସମସ୍ତ ଲୋକ ଯୀଶୁଙ୍କ ସହିତ ସାକ୍ଷାତ କରିବା ପାଇଁ ବାହାରି ଆସିଲେ। ପୁଣି ତାହାଙ୍କୁ ଦେଖି ସେମାନଙ୍କ ସୀମାରୁ ପ୍ରସ୍ଥାନ କରିବାକୁ ବିନତି କଲେ। ଏମିତି ଲୋକମାନେ ସୀମାରୁ ପ୍ରସ୍ଥାନ କରିବା ପାଇଁ, ଆମର ଏ ଅଞ୍ଚଳକୁ ଛାଡିକି ପଳାଅ, ତୁମେ ଆସ ନାହିଁ। ଏ ଲୋକମାନେ ମନୁଷ୍ୟ ମାନଙ୍କୁ ନାହିଁ, ମନୁଷ୍ୟ ମାନଙ୍କୁ ପ୍ରେମ କରିନାହାନ୍ତି, ଜନ୍ତୁ ମାନଙ୍କୁ ପ୍ରେମ କରିଛନ୍ତି। କାହିଁକି ଏତେ ଘଟିଲା ଏକ୍ସାମ୍ପଲ ଭାବନ୍ତୁ, ଗୋଟେ ଘୁଷୁରୀକୁ ଯଦି 5000 ପକେଇବା, ତ 2000 ପକେଇବା, 2000 ଘୁଷୁରୀ, ଗୋଟେ ଘୁଷୁରୀର ଦାମ ଯଦି 2000 ପକେଇବା, ସେତେ ବି ନାହିଁ, 100 ଟଙ୍କା ପକେଇବା, 100 ଟଙ୍କା ତ ନଥିବ, 100 ଟଙ୍କା ଯଦି ପକେଇବା, 2000 ଘୁଷୁରୀ ବେଳେ କେତେ ଟଙ୍କା ହବ? 2 ଲକ୍ଷ ଟଙ୍କା ହବ। 100 ଟଙ୍କା ବି କେତେ ଲସ୍ ହେଇଯାଇଛି। ତୁ ଆସିକି, ଯୀଶୁ ଆସିକି ଆମର କେତେ ଲସ୍ ହେଇଯାଇଛି। ସେଥିପାଇଁ ଏଇଠି ତୁମେ ପଳାଅ, ଏଇଠି ତୁମେ ରହିବନି, ଆମ ଅଞ୍ଚଳକୁ ଛାଡିକି ଲେଖାଇଛି ନା, ପ୍ରସ୍ଥାନ କର, ପ୍ରସ୍ଥାନ କରି ସେମାନଙ୍କ ସୀମାରୁ ପ୍ରସ୍ଥାନ କରିବାକୁ ବିନତି କରେ। ଆମେ ବନ୍ଦି ପୁରା ଏ ଅଞ୍ଚଳ, ଗେରାସିନି ଅଞ୍ଚଳକୁ ଛାଡିକି ତୁମେ ପଳାଅ, ତୁମେ ଆସିବାର ନାହିଁ। କାହିଁକି ଏ ଏଣ୍ଟ୍ରାନ୍ସ ରେ ଏକା ତୁମେ ଆସୁ ଆସୁ ଆମର ଏତେ ନଷ୍ଟ ହେଇଗଲାଣି। କେତେ ଜଣଙ୍କର ପଇସା ଉପରେ ଜୀବନ, ନାଇଁ କି? କେତେ ଜଣଙ୍କର ପଇସା ଦେଖିବେ। ଯୀଶୁ ଆସିଲା ପରେ କଣ ହେଲା? ଏତେ ନଷ୍ଟ ହେଇଗଲାନି, ମାତ୍ର ପରମେଶ୍ୱର ଆତ୍ମାର ଭ୍ୟାଲ୍ୟୁ ଦେଖିଛନ୍ତି। ଘୁଷୁରୀ ମାନେ ତାଙ୍କର ମାଂସ ଖାଇବେ, ବିକ୍ରି କରିଥାନ୍ତେ,
से सबू केते प्रकार आउरी घुसली जन्म होता आउरी बिजनेस बढ़ी था मात्र गोटे सब घुसली पड़ेगा ना मरीगला बेले जीशु को पसंद कर लोक मैंने जगत पैसा धन संपत्ति को पसंद करवा लोक मैंने टिके नष्ट हो जीशु को पढ़ाओ बोली कहे मात्र दीटा बुथ लगी लोक मैंने बंची गले जीशु को कौन पाए ए माने मनुष्य वैल्यू जानी ना से पढ़ाओ बोली कहले आमे आमर वैल्यू मनुष्य वैल्यू जानिबार अछि आमर वैल्यू प्लस आम सामने थिबा लोक मानकर वैल्यू आमे जानिबार अछि मनुष्य आत्मा नष्ट नाही प्रभु आमको तांकरी आत्मा देइछन्ति आमको पवित्र करिबा पे परमेश्वर स्वर्ग छाड़ी पृथ्वी को आसिले केते मनुष्य माने केते खराब खराब व्यवहार रखिकी अभ्यास जाक रखिकी जीवन को नष्ट करछन्ति प्रभु कहछन ना ए शरीर पवित्र मंदिर ए शरीर को किए नष्ट करबो ता जीवन को मु नष्ट कर देबे प्रभु कहले आमे केते पवित्र रखिबार छे शरीर को केते प्रभु को बलि उत्सर्ग करिबार छे शरीर द्वारा आत्मा को उपस्थिति रे आमे केते नम्र भावना हेबार अछि प्रभु आमको साहाय्य करंतो आमर वैल्यू को आमे जानिबा पवित्र जीवन काटिबा अन्यर वैल्यू भी जानिबा प्रभु को पिला माने हम गोटे साक्ष्य जीवन काटिबार अछि साक्ष्य जीवन काटिबार अछि आम द्वारा मो प्रभु को निंदा न आसु प्रभु को गौरव आसु एना में पूरा 100% भाभी सुझी की जीवन काटिबार अछि आ अन्य वैल्यू भी अन्य मनुष्य मानकर वैल्यू भी जानिबा भूत लगी बेले मद्यपान हो बेविचार काम हो खराब अभ्यास जी अच्छी आमे प्रार्थना करिकी तांको मुक्त करेबा केते आशीर्वाद जानिछन ना मंद अभ्यास सेटा को आमे छेके तांको से एक दूसरे में सब कोन भूत लगी केते लेडीज माने केमिति जीवन काटिछन केते जेंट्स माने केमिति जीवन काटिछन बॉयज गर्ल्स भी बाहागर पूर्वे भी शरीर को नष्ट करिछन्ति बाहागर पूर्वे पिला माने करिछन्ति बाहागर परे भी स्वामी थाउ थाउ केते इच्छानुसार अन्य पुरुष ऊपर दृष्टि से बेविचार आत्मा स्त्री थाउ थाउ अन्य स्त्री ऊपर दृष्टि ए बेविचार आत्मा दुष्ट आत्मा के लागिछि सेतिपई तांके जानि पड़े नांती कोन करिछन एन्जॉय करिछन से दुष्ट आत्मा से भीतर रही कि एन्जॉय करिछन निजरा बे तृप्ति कर जीवन जानि नांती काहे से दुष्ट आत्मा अछि भूत लागिछि तांको सेतिपई तांके सेमिति जीवन काटि भाबु नांती तांको जीवनर वैल्यू जानु नांती सेमानंको आमे प्रार्थना करिबार अछि सेमानंको छळेबार अछि ए सेम ए घटना एक प्रेरित पुस्तक लेखा है पाउल सीला से पाउल सीला सुसमाचार कार्य कला समय गोटे झील को गोटे दुष्ट आत्मा लगी से आत्मा कौन करुची मद्यपान करवा लोक मैंने भावे ना कि सी करुची बेले से दुष्ट आत्मा लगे से मद्यपान करुची बेविचार काम करवा लोक मैंने से ना से दुष्ट आत्मा ताको भीतर रही काम कर पवित्र आत्मा आम पाइबू ए सबू दुष्ट आत्मा माने आम पड़े पवित्र आत्मा पाइबा लोकों भीतर एमिति काम नथिबो पवित्र आत्मा किए पाई नांती सेमिति लोक माने एमिति दुष्ट आत्मा माने थाई कि तांको भीतर कार्य करिवे पवित्र जीवन जानी नांती ना से जगह पाउल सीला सुसमाचार कला समय रे गोटे झील को गोटे आत्मा लगी से कौन करिछि भविष्यवाणी कहछि दुष्ट आत्मा माने भविष्यवाणी कहिबे ना भविष्यवाणी कहि कि तार मालिक को बहुत लाभ होछि
ହେଲେ ପାଉଲ ସିଲା କଣ କଲେ? ସବୁବେଳେ ଛାଡିଦେଲେ କି? ସେ ଦୁଷ୍ଟାତ୍ମା ମାନେ ଯୀଶୁଙ୍କୁ ଭଲ ଭାବରେ ଜାଣିଛନ୍ତି ନା, ସେଇଠି ବି ଲେଖା ହେଇଛି ପ୍ରେରିତ 16 ଅଧ୍ୟାୟରେ। ସେ ପାଉଲ ସିଲାକୁ ଦେଖିକି ସେ କହୁଛି କି ଈଶ୍ୱରଙ୍କର ସନ୍ତାନ ମାନେ, ଈଶ୍ୱରଙ୍କ ସେବକ ମାନେ ତୁମେ ବୋଲି। ସେ କହିଲା ସମୟରେ ପାଉଲ ସିଲା ଗୋଟେ ଥର ଦେଖିଲେ ଆ ଭିତରେ ଦୁଷ୍ଟ ଆତ୍ମା ଅଛି, ଏଠାଉଟ୍ ବୋଲି କହିଲେ, ତାକୁ ଧମକାଇଲେ। ହେଲେ ସେ ଦୁଷ୍ଟ ଆତ୍ମା ପଳେଇଲା, ଆଉ ସେ ପିଲା ମାମୁଳି ହେଇଗଲା। ସେ ମାଲିକକୁ ରାଗ ଆସିଲା। ଏକେ କଣ କଲେ? ମୋର ଲାଭ ନଷ୍ଟ ହେଇଯାଉଛି, ମୋର ବିଜନେସ। ଏ ଝିଅ ଦ୍ଵାରା ମୁଁ ବହୁତ ପାଉଛି। ତାଙ୍କ ଦି ଜଣଙ୍କୁ ଧରିକି ଜେଲରେ ପକେଇଲେ। ନାଇକି ଏବେ ଯୀଶୁ ବାପାଙ୍କୁ ଏକା ଏଇ ଭଲ କାମ କଲେ କେତେ ସମ୍ମାନ କରିବାର ଅଛି, ମାତ୍ର ତାଙ୍କର ମନୁଷ୍ୟର ଭ୍ୟାଲ୍ୟୁ ଜାଣିନାହାନ୍ତି ନା, ଆମ ଅଞ୍ଚଳକୁ ଛାଡିକି ପଳାଅ ବୋଲି କହିଛନ୍ତି। ଆଉ ପାଉଲ ସିଲା ପ୍ରଭୁଙ୍କ ସନ୍ତାନ ମାନେ ଏକା ତାଙ୍କୁ ଜେଲରେ ପକେଇ ଦେଇଛନ୍ତି। ଏ ଦୁଷ୍ଟାତ୍ମା ମାନଙ୍କ ରହିକି ଲାଭ ପାଉଛନ୍ତି, ତାଙ୍କେ ପଇସାକୁ ଦେଖୁଛନ୍ତି। ପଇସାକୁ ଦେଖୁଛନ୍ତି। ବେବିଚାର ଆତ୍ମା ରହିବାକୁ ବିଜନେସ ବି ହଉଛି ନା ନାଇଁ? ବେବିଚାର ବିଜନେସ, ମଦ୍ୟପାନ ସେଟା ବି ବଡ ବିଜନେସ ନା ନାଇଁ? ଶୈତାନର ବଡ ବଡ ଟାର୍ଗେଟ, ବଡ ବଡ ବିଜନେସ ହଉଛି। ଏ ଦୁଷ୍ଟାତ୍ମା ମାନେ କାମ କରେ। ଆମେ ପ୍ରଭୁଙ୍କ ପିଲାମାନେ ତାଙ୍କ ସହିତ ସମ୍ମତ ହେବାର ଅଛି କି? ବିଲକୁଲ ନାହିଁ। ପଇସା ବଡ କଥା ନାହିଁ, ପଇସା ବଡ କଥା ନାହିଁ। କେତେ ଜଣ କହିବେ କି ମୋ ସ୍ୱାମୀ ପିଉ, କଣ କରିବା? ପଇସା ଆଣିକି ତ ଦେଇ ଦଉଛି ନା, ପଇସା ଆଣିକି ଦେଇଦେଲେ ତ ହେଇଗଲା, ଆମେ ତ ବଞ୍ଚିଛୁ ନା। ସେ ଯଦି ପିଇକି ଆସିକି ମାରିବ, ନା ନା ନା, ମାରିବାର ନାହିଁ। ପିଇକି ଆସିକି ସେ ପଇସା ସବୁ ଉଡେଇଦେବ ପିଇବା ପାଇଁ, ସେଇଟା ନାହିଁ। ମାତ୍ର ଯଦି ସେ ପିଉଥିବ, ପିଉ, କିଛି ଅସୁବିଧା ନାହିଁ। ସେ ପଇସା ଆଣିକି ଦେଇଦେଲେ ତ ଚଳିବ। ବେବିଚାର କାମ କରିବା ଲୋକ କହିଲେ ବି ସେମିତି ଏକା। ସେ କେମିତି ବୁଲନ୍ତୁ, ତାଙ୍କର ପଇସା ସେପଟେ ନ ଯାଉ, ଏପଟେ ଆସୁ, ଚଳିବ। ଏମାନେ କଣ? ମନୁଷ୍ୟର ଭ୍ୟାଲ୍ୟୁ ଜାଣି, ସ୍ୱାମୀ ନରକକୁ ଗଲେ ବି ଚଳିବ, ମାତ୍ର ଆମକୁ ପଇସା ଦରକାର ଅଛି। ସେଇଟା ବହୁତ ଡେଞ୍ଜରସ୍। ଫାଷ୍ଟ ଯଦି ଆମେ ସ୍ୱାମୀ ସେ ଖରାପ ଅଭ୍ୟାସରେ ଅଛି, ଯୋଉ ସ୍ତ୍ରୀ ସେ ଖରାପ ଅଭ୍ୟାସରେ ଅଛି, ସେଇଠୁ ମୁକ୍ତ ହେବାର ଅଛି। ନରକକୁ ସ୍ୱାମୀ ଯିବ, ଆମେ କଣ ସ୍ୱର୍ଗକୁ ପଳେଇବୁ? ଆମେ ତା ସହିତ ସମ୍ମତ ହଉଛୁ ବେଲେ ତାଙ୍କ ପାଇଁ ପ୍ରାର୍ଥନା କରୁନୁ, ତାଙ୍କ ପାଇଁ ଭାରଗ୍ରସ୍ତ ହଉନୁ, ତାଙ୍କ ପାଇଁ ପ୍ରଭୁଙ୍କ ପାଖରେ କାନ୍ଦୁନୁ, କିଛି ଲାଗୁନି ଆମକୁ ବେଲେ ଆମେ କଣ ସ୍ୱର୍ଗକୁ ଯିବୁ? ଆମ ଦ୍ୱାରା ଏକା ସେ ହଉଛି ବେଲେ ପ୍ରଭୁ ଦେଖିବେ। ସେଥିପାଇଁ ବହୁ ଜାଗ୍ରତରେ ଆମେ ଜୀବନ କାଟିବାର ଅଛି। ଆମେ ନିଜେ ଆମେ ରକ୍ଷା ପାଇବାର ଅଛି, ଆମର ପୁରା ପରିବାର ପରିତ୍ରାଣ ପାଇବାର ଅଛି, ପରିତ୍ରାଣ ଆନନ୍ଦରେ ଥିବାର ଅଛି। ଏ ସବୁ ପାଇଁ ତ ଯୀଶୁ ବାପା ଆସିଛନ୍ତି। ଏ ସବୁ ପାଇଁ ଲୋକମାନଙ୍କୁ ରକ୍ଷା କରିବା ପାଇଁ, ଏ ସବୁ ଦୁଷ୍ଟାତ୍ମା ମାନଙ୍କ ଠାରୁ, ଏ ସବୁ ମନ୍ଦ ଅଭ୍ୟାସରୁ ଆମକୁ ରକ୍ଷା କରିବା ପାଇଁ, ଆଉ ଆମ ଜୀବନକୁ ପବିତ୍ର ଶୁଚି କରିବା ପାଇଁ ଏକା ଯୀଶୁ ବାପା ସ୍ୱର୍ଗକୁ ଛାଡିକି ପୃଥିବୀକୁ ଆସିଲେ। ଆଉ ଏ ପୃଥିବୀକୁ ଛାଡିକି ସ୍ୱର୍ଗକୁ ଗଲା ସମୟରେ ଆମକୁ ଅନାଥ ଛାଡି ନାହାନ୍ତି, ଆମକୁ ପବିତ୍ର ଆତ୍ମା ଦେଇକି ଗଲେ। ସେ ଆତ୍ମା ସବୁ ବିଷୟକୁ ବୁଝେଇବ ଯୀଶୁଙ୍କର। ପବିତ୍ର ଆତ୍ମା ସବୁ ବିଷୟକୁ ଆମକୁ ବୁଝେଇବ। ସେ ପବିତ୍ର ଆତ୍ମା ପାଇଁ ଆମେ ପ୍ରାର୍ଥନା କରିବା, ଯୀଶୁଙ୍କ ପାଖରେ ଆମେ କାନ୍ଦିବା। ଆମ ପ୍ରାର୍ଥନା କଣ? ଗୋଟେ ଘର ଆସୁ, ଗୋଟେ ଗାଡି ଆସୁ, ମୋ ପିଲାମାନେ ଭଲ ଭଲ ପଦବୀରେ ରୁହନ୍ତୁ, ଏଇଟା ନାହିଁ, ଏଇଟା ଥିବାର ଅଛି, ମନା ନାହିଁ। ସବୁଠାରୁ ଆମେ ଆତ୍ମିକତାରେ ଥିବାର ଅଛି। ଆମର ପ୍ରାର୍ଥନା ପବିତ୍ର ଆତ୍ମାରେ ପୂର୍ଣ୍ଣ କର। ଯୋଉଟା ଦୁଷ୍ଟ ଅଭ୍ୟାସ ଅଛି, ଦୁଷ୍ଟ ଆତ୍ମା ମାନେ ଆମ ଭିତରେ, ଆମ ପରିବାର ଭିତରେ କାମ କରୁଛି, ମନ୍ଦ ଆତ୍ମା ମାନେ ଆମେ ଜାଣିପାରୁନୁ, ସେ ସବୁ କାମଟାରେ ଦୂର କରିଦିଅ। ତୁମ ପବିତ୍ର ଆତ୍ମାରେ ଆମକୁ ପୂର୍ଣ୍ଣ କରିକି ତୁମ ରାଜ୍ୟ ପାଇଁ ପବିତ୍ର ଜୀବନ କାଟିକି ପ୍ରସ୍ତୁତି ହେବା ପାଇଁ ପ୍ରଭୁ ତୁମେ ଆମକୁ ସାହାଯ୍ୟ କର ବୋଲି ଆମେ ପ୍ରାର୍ଥନା କରିବାର ଅଛି। ମନୁଷ୍ୟର ଆମର ନିଜର ଭ୍ୟାଲ୍ୟୁ ଫାର୍ଷ୍ଟ ଜାଣିବାର ଅଛି। ଲୋକମାନେ କେମିତି କହେ ଆମେ ଅଞ୍ଚଳ ଛାଡିକି ପଳାଅ, ସେମିତି ଆମେ ରହିବାର ନାହିଁ। ପ୍ରଭୁ ଆମର ଘରରେ ତୁମେ ରୁହ, ଆମ ପରିବାର ଭିତରେ ତୁମେ ରୁହ, ଆମର ତୁମେ ଅଧିକାରୀ ହୁଅ,
जो दुष्ट आत्मा नहीं, शैतानी आत्मा नहीं, जो पाप नहीं, मंद नहीं, आम उपरे राजत्व करिवार नहीं। प्रभु एका आम उपरे संपूर्ण राजत्व करिवार अछि। आमर ए मेंटालिटी थिबार अछि। आ तांकर द्वितीय आगमन पे आमे पवित्रतारे प्रस्तुत हेकि थिबार अछि। जदि ए भूत दुष्ट आत्मा माने जदि थिबो आमे एन्जॉय करिथिबा तहिले कोन लाभ हबो? एइटे एन्जॉयमेंट तापर सिद्धा नरकକୁ ଯିବ। तहिले बहुत बढ़िया एन्जॉयमेंट सेही ब्रेक डांस हो। नरकରେ ब्रेक डांस हବ। तले ऊपरे अग्नि लिबिबनी। ए सेही कोन ଲେଖା ଅଛି? अग्नि लिबिबनी सेही। पुक मरिबनी अग्नि लिबिबनी। जिसारे ଲେଖା ଅଛି ନା। ସେଥିପାଇଁ ବହୁତ ଜାଗ୍ରତରେ प्रभुଙ୍କ ପାଇଁ आमे पवित्र जीवन काटिकी प्रभु को महिमा करवा। आम जीवन द्वारा प्रभु महिमा पाइबार अछि और पवित्र जीवन काटिक आमे प्रभु को राज्य अधिकार हेबार अछि। बाकी आमे समस्त आशीर्वाद करंतु। आमेन।